ଆପଣଙ୍କୁ ଗୋଟେ କଥା ଜଣା, ଖାଇ ବସିଲେ ପ୍ରାର୍ଥନା କଲା ପରେ ଫିଙ୍ଗିବାର ନାହିଁ, ହାତ ତରକାରୀ ଆଗରୁ କାଢିବାର ଅଛି। when you pray it literally it's blessed। ମୁଁ ଗୋଟେ ଭିଡିଓ ଦେଖୁଥିଲି, ଗୋଟେ ବିଚିତ୍ର ଲାଗିଲା ମତେ ଆକ୍ଚୁଆଲି। ମାନେ ସମସ୍ତଙ୍କ ପାଇଁ ସେମିତି ହେଇ ନପାରେ ଯେ, ବଟ୍ କୁछ ହଦ ତକ ମତେ ଠିକ ରାଇଟ୍ ଲାଗିଲା। କଣ ମାନେ, ମା କଣ କରଲା, ସେ ତାର ପିଲା ସବୁବେଳେ ପୁରା ନ ଖାଇକି ଭାତ ଫିଙ୍ଗି ଦେଉଥିଲା ଟିଫିନ ବକ୍ସରେ। ମା କଣ କଲେ, ଗୋଟେ କାମ କର ଦେଖ, ପ୍ରାର୍ଥନା କଲା ପରେ ଫିଙ୍ଗିବାରନି ବୋଲି କହିକି ଗୋଟେ ଗୋଟେ ବକ୍ସରେ ଗୋଟେ ଭାତ ରଖିଲା, ଏବେ ବନାଇଲା ଭାତ ରଖିଲା, ଆଉ ଦିଟା ବକ୍ସରେ ରଖିଲା। ଆଉ ଗୋଟେ ବକ୍ସ ପାଇଁ ପ୍ରାର୍ଥନା କଲା, ଆଉ ଗୋଟେ ବକ୍ସ ପାଇଁ ପ୍ରାର୍ଥନା କଲା ନାହିଁ। ଦିଟା ବି ରଖା ହେଇଥିଲା। 24 ଘଣ୍ଟା ପରେ ଦେଖିଲେ ଯୋଉ ଭାତରେ ପ୍ରାର୍ଥନା କରାଯାଇଥିଲା ସେ ଭାତ ବେଶୀ ନଷ୍ଟ ହେଇନି, ବାସି ହେଇନାହିଁ, ଟିକେ ବସ ଲାଇଟ। ଆଉ ଯୋଉ ବକ୍ସରେ ପ୍ରାର୍ଥନା କରା ହେଇ ନଥିଲା ତାହା ପୁରା ନଷ୍ଟ ହେଇକି ପୁରା ଇଏ ଫଙ୍ଗସ ଧରି ଦେଇଥିଲା। ତ ସେ କୋଟେସନ ଥିଲା, ପ୍ରେୟର ୱାର୍କସ୍, ପ୍ରାର୍ଥନା ସତ ଅଟେ ଆକ୍ଚୁଆଲି। ଆମେ ପ୍ରଭୁଙ୍କୁ ହସ୍ତରେ ଦେଉଛୁ, ପ୍ରଭୁଙ୍କୁ କହୁଛୁ ଛୁଇଁ ଦିଅ ବୋଲି କହୁଛୁ, ପ୍ରଭୁଙ୍କୁ କହୁଛୁ ଆଶୀର୍ବାଦ କରିଦିଅ ବୋଲି କହୁଛୁ, ପ୍ରଭୁଙ୍କୁ କହୁଛୁ ଏଟା ସ୍ୱାସ୍ଥ୍ୟଜନକ ହଉ ମୋର ପାଇଁ ବୋଲି ପ୍ରାର୍ଥନା କରୁଛୁ କି ନାହିଁ? ତୁଚ୍ଛାରେ ବୋଲି ଭାବୁଛୁ କି ରିଏଲି ଇଟ୍ ୱାର୍କସ୍? କାରଣ ଆମେ ଯୀଶୁଙ୍କ ନାମରେ ମାଗୁଛୁ, ତ ଯୀଶୁଙ୍କ ନାମରେ ଶକ୍ତି ଅଛି। ଆମଠାରେ ନଥିଲେ ବି ସେ ଶକ୍ତିଟା ଯୀଶୁଙ୍କ ନାମରେ ତ ଅଛି, ଏତିକି ତ ଜାଣିଛୁ କି ନାହିଁ? ୱାଓ, ଖୁସି ବି ଲାଗିଲା, ଟିକେ ଡର ବି ଲାଗିଲା। ମନେ ପଡିଲା ମତେ, ଆରେ କେତେ ଥର ଭାତ ଫିଙ୍ଗି ଦେଇଥିବି ମୁଁ ଆଶୀର୍ବାଦ କରଲାଟା, ସରି ପ୍ରଭୁ ବୋଲି ଡର ଲାଗିଲା। ବୁଝିଲେ କି? ଯାହା ଆଣୁଛନ୍ତି ଘରକୁ ଆଜ୍ଞା, ଖୁସିରେ ଟିକେ ପ୍ରେୟର କର, ବ୍ଲେସ୍ କର, ଆଣ୍ଡ ଇଟ୍ ୱାର୍କସ୍। ଆମ ଘରେ ଯୋଉ ଜିନିଷ କିଣି ଆଣୁ ସାଙ୍ଗେ ସାଙ୍ଗେ ପ୍ରେୟର କରୁ, ପ୍ରେୟର କରିକି ଖୋଲି ଦେଉ। କୋଉଟାকে କିଣି ଆଣ, ଆମର ଜୟ ବି ବଲ୍ ଆଣିଲା କି କଣ୍ଢେଇ ଗୋଟେ ଆଣିଲା, ବିଗ୍ ଡାଡି ଟିକେ ପ୍ରେୟର କରିଦିଅ ବୋଲଥିବ, ନହେଲେ ବିଗ୍ ମମି ଟିକେ ପ୍ରେୟର କରିଦିଅ ଖୋଲିବା ବୋଲତେ। ମୁଁ କହିଲି କୋ ତୁ ପ୍ରେୟର କର, ଥ୍ୟାଙ୍କ ୟୁ ଜିସସ୍ ବୋଲି କୋହ ବୋଲେ କହୁଛି। ଆମେ କାହିଁକି ଶିଖାଉ? ଆମର ଏଇଟା ଏଇଟା ଆମମାନଙ୍କର ପ୍ରଥା ନୁହେଁ, ଏ ପ୍ରାର୍ଥନା ଆମମାନଙ୍କର ରୀତି ନୁହେଁ, ଏ ପ୍ରାର୍ଥନା ଆମର ଟ୍ରେଡିସନ ନୁହେଁ। ଇଟ୍ ରିଏଲି ୱାର୍କସ୍। ବ୍ଲେସ୍ ଦିସ୍ ଫୁଡ, ବ୍ଲେସ୍ ଦିସ୍ ହାଉସ୍ ପ୍ରଭୁ। ତୁମ ହସ୍ତରେ ଦେଉଛି ଘର, ତୁମେ ଆଶୀର୍ବାଦ କରିକି ଦିଅ ମତେ। ୱାଓ,